नमस्कार बंधुगण, आपण मानक आम एई एमएनटेक ओडिया चैनल को स्वागत। घर तैयारी पाई मिलिबो 2,75,000 तुरंत अकाउंट को आसीबो टंका। गरीब और पछुआ वर्गों को घर खंडिए जोगई देवा लक्ष्य रे केंद्र सरकार कार्यकारी करिसेंती प्रधानमंत्री आवास योजना। 2014 रे मोदी सरकार आसीबा परे 2015 मसीहा जून मासरे ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଥିଲା। ତେବେ ଗ୍ରାମାଞ୍ଚଳ ସହିତ ସହରାଞ୍ଚଳରେ ରହିଥିବା ଗରିବ ଶ୍ରେଣୀଙ୍କ ପରିବାରକୁ ମଧ୍ୟ ଏହି ଯୋଜନାରେ ଆବାସ ଯୋଗାଇ ଦେଉଛନ୍ତି ସରକାର। ତେବେ ଆଜିର ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା, ତେଣୁ ଭିଡ଼ିଓଟିକୁ ସ୍କିପ୍ ନ କରି ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ। ତେବେ ଏହି ଯୋଜନାରେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ 2,25,000 ଟଙ୍କା ଯୋଗାଇ ଦେଉଛନ୍ତି। ସେହିଭଳି ରାଜ୍ୟ ସରକାର ମଧ୍ୟ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ 50,000 ଟଙ୍କା ଯୋଗାଇ ଦେଉଛନ୍ତି। ତେବେ ଏହି ଯୋଜନାରେ ଲାଭ ଉଠାଇବାକୁ ଚାହୁଁଥିଲେ ହିତାଧିକାରୀଙ୍କୁ ତୁରନ୍ତ ଆପ୍ଲାଏ କରିବାକୁ ହେବ। ଏହି ଯୋଜନାରେ କେଉଁମାନେ ଲାଭ ଉଠାଇ ପାରିବେ ଓ କେମିତି ଆବେଦନ କରିବେ ତାହା ମଧ୍ୟ ଜାଣି ରଖନ୍ତୁ। ତେବେ ଏହି ଯୋଜନାରେ ଗ୍ରାମାଞ୍ଚଳ ପାଇଁ 25 ବର୍ଗ ମିଟର ଓ ସହରାଞ୍ଚଳରେ 30 ବର୍ଗ ମିଟର ଜାଗାରେ ଘର ତିଆରି ପାଇଁ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେଉଛନ୍ତି। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ପରିବାରର ବାର୍ଷିକ ଆୟ 3 ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଦରକାର। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ 1 କୋଟିରୁ ଅଧିକ ହିତାଧିକାରୀ ସୁବିଧା ପାଇସାରିଛନ୍ତି। ତେବେ ଏହି ଯୋଜନାରେ ଲାଭ ଉଠାଇବାକୁ ହେଲେ ହିତାଧିକାରୀଙ୍କୁ pmawais.gov.in ଏହି ୱେବସାଇଟକୁ ଭିଜିଟ୍ କରିବାକୁ ହେବ। ହୋମ୍ ପେଜରେ PMAWAI ଉପରେ କ୍ଲିକ୍ କରି ସମସ୍ତ ଆବଶ୍ୟକ ଦସ୍ତାବେଜ ଦାଖଲ କରିବାକୁ ହେବ। ଏଠାରେ ଯଦି ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ନଥିବେ ତେବେ ଆପଣଙ୍କର ଆବେଦନ ପ୍ରକ୍ରିୟା ଆଗକୁ ବଢ଼ିବ ନାହିଁ। ଯୋଗ୍ୟ ହେଲେ ନାମ ଓ ଆଧାର କାର୍ଡ଼ ନମ୍ବର ଦାଖଲ କରିବାକୁ ହେବ। ଏହାପରେ ହିତାଧିକାରୀଙ୍କୁ ଏକ OTP ଆସିବ। OTP ଏଣ୍ଟର କରି ଆବେଦନ ପ୍ରକ୍ରିୟା ଶେଷ ମଧ୍ୟ କରିପାରିବେ। ତେବେ ଏଇଟା ଥିଲା ଅପଡେଟ୍ ଯାହା ମୁଁ ଆପଣଙ୍କୁ ଜଣେଇଦେଲି। ତେବେ ଏହିପରି ଅନେକ ଗୁଡ଼ିଏ ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।